ନମସ୍କାର। ଗପ ଅମୃତରେ ଆପଣମାନଙ୍କୁ ସ୍ୱାଗତ। ବନ୍ଧୁଗଣ, କ'ଣ ଆପଣମାନଙ୍କ ମନରେ ଏହି ପ୍ରଶ୍ନ ଆସୁଛି ଯେ ହିନ୍ଦୁ ଧର୍ମ ସଙ୍କଟରେ ଅଛି? ଏହି ଭିଡ଼ିଓରେ ଆଜି ମୁଁ ଆପଣମାନଙ୍କୁ 10ଟି ବଡ଼ କାରଣ କହିବି, କାହିଁକି ହିନ୍ଦୁ ଧର୍ମ ବର୍ତ୍ତମାନ ସଙ୍କଟରେ। ଏଥିପାଇଁ ଆମକୁ କ'ଣ କରିବାକୁ ହେବ? ଆସନ୍ତୁ ଦେଖିବା। ପ୍ରଥମ କାରଣ ହେଉଛି ହିନ୍ଦୁ ଧର୍ମରେ ଅନେକ ଦେବଦେବୀ ବା ଈଶ୍ୱରଙ୍କର ଉପସ୍ଥିତି। ଆମେମାନେ ଜାଣିବା ଦରକାର ଯେ ଈଶ୍ୱର ଜଣେ, କିନ୍ତୁ ତାଙ୍କର ରୂପ ଅନେକ। ପ୍ରତ୍ୟେକ ରୂପ କିଛି ନା କିଛି ତତ୍ତ୍ୱ ସହିତ ଜଡ଼ିତ। ଯଦି ଆମେ ଭଗବାନ ଗଣେଶଙ୍କୁ ଆରାଧନା କରିବା, ତେବେ ସେ ହେଉଛନ୍ତି ଅନୁଗ୍ରହର ଦେବତା, ଅର୍ଥାତ୍ ପ୍ରତ୍ୟେକ କାର୍ଯ୍ୟର ଆରମ୍ଭରେ ତାଙ୍କର ଆଶୀର୍ବାଦ ଦରକାର। ସେହିପରି ମାତା ଦୁର୍ଗା ଶକ୍ତି ତତ୍ତ୍ୱର ଦେବୀ। ତେଣୁ ପ୍ରତ୍ୟେକ ଦେବଦେବୀ କୌଣସି ତତ୍ତ୍ୱ ସହିତ ଜଡ଼ିତ। ଅଗ୍ନିଦେବ ଅଗ୍ନି ତତ୍ତ୍ୱ ସହିତ, ବାୟୁଦେବ ବାୟୁ ତତ୍ତ୍ୱ ସହିତ। ତେଣୁ ପ୍ରତ୍ୟେକ ତତ୍ତ୍ୱ ଆମର ସମ୍ପୂର୍ଣ୍ଣ ଶରୀର ଓ ମନ ପାଇଁ ତଥା ଆଧ୍ୟାତ୍ମିକ ଚେତନା ପାଇଁ ନିହାତି ଆବଶ୍ୟକ। ଯଦି ଆମେ କୌଣସି ଗୋଟିଏ ତତ୍ତ୍ୱକୁ ବାଦ୍ ଦେବା, ତାହାହେଲେ ଆମେମାନେ ସେହି ତତ୍ତ୍ୱକୁ ଆମ ଶରୀରରେ ଦୁର୍ବଳ କରିଦେବା। ଯଦି ଅନ୍ୟ ଧର୍ମରେ ଜଣେ ଈଶ୍ୱର ସେମାନେ ପୂଜା କରୁଛନ୍ତି ଏବଂ ଆମ ଧର୍ମକୁ ଆକ୍ଷେପ କରୁଛନ୍ତି ଯେ ହିନ୍ଦୁମାନଙ୍କର ଏତେ ଈଶ୍ୱର କାହିଁକି, ସେମାନଙ୍କୁ ଆମେ ସଠିକ୍ ଜବାବ ଦେବା ଦରକାର। ଆମେ ନିଜ ଧର୍ମକୁ ସନ୍ଦେହ କରିବା ଉଚିତ ନୁହେଁ। ଆମେ ଈଶ୍ୱରଙ୍କୁ ଏକ, କିନ୍ତୁ ତାଙ୍କର ଆଶୀର୍ବାଦ ବା ରୂପକୁ ଅନେକ ରୂପେ ପୂଜା କରିଥାଉ। ଏହି ତତ୍ତ୍ୱକୁ ଆମେ ବୁଝିବା ଦରକାର। ଦ୍ୱିତୀୟ କାରଣ ହେଉଛି ଆମମାନଙ୍କର କଳ୍ପନା ଶକ୍ତିର ଦୁରୁପଯୋଗ। ବନ୍ଧୁଗଣ, ପ୍ରତ୍ୟେକ ମଣିଷର କଳ୍ପନା ଶକ୍ତି ଅଲଗା ଅଲଗା। ତେଣୁ ସେ ଈଶ୍ୱରଙ୍କୁ ନିଜ କଳ୍ପନା ମାଧ୍ୟମରେ ଈଶ୍ୱରଙ୍କ ପ୍ରତିବିମ୍ବକୁ ଦେଖିଥାଏ। କିନ୍ତୁ ବର୍ତ୍ତମାନ ବିଜ୍ଞାନ ଏତେ ଉନ୍ନତ ହୋଇଗଲାଣି ଯେ ବିଭିନ୍ନ ପ୍ରକାରର ଇମେଜ୍ ଏଡିଟିଂ ଦ୍ୱାରା, AI ଦ୍ୱାରା ଈଶ୍ୱରଙ୍କର ପ୍ରତିବିମ୍ବକୁ ଅଲଗା ଦର୍ଶାଯାଉଛି। ଈଶ୍ୱରଙ୍କୁ ଜଣେ ବଡି ବିଲ୍ଡର ଭାବରେ ଦେଖାଯାଉଛି। ଯଦି ଆମେ ପ୍ରକୃତରେ ଶିବଙ୍କୁ ଦେଖିବା, ପୁରୁଣା ଶିବଙ୍କ ଫଟୋ ଦେଖନ୍ତୁ ଏବଂ ନୂଆ ଶିବଙ୍କ ଫଟୋ ଦେଖନ୍ତୁ, ଆପଣ ଜାଣିପାରିବେ ଯେ ପ୍ରକୃତରେ କେଉଁ ଶିବ ସତ୍ୟ ଏବଂ ସୌନ୍ଦର୍ଯ୍ୟର ମୁଖ୍ୟ। ତାହାକୁ ଆମେ ସତ୍ୟମ୍ ଶିବମ୍ ସୁନ୍ଦରମ୍ କହିପାରିବା। କେବଳ ଯେ ମସଲ୍ ବିଲ୍ଡିଂ କରିଦେଲେ ଯେ ଶରୀରରେ ଶକ୍ତି ଆସିଯାଏ ନାହିଁ, ସିଏ ସତ୍ୟ ସନାତନ ସଚ୍ଚିଦାନନ୍ଦ ହେଇଯାଆନ୍ତି, ଏ କଥା ଆମକୁ ଭୁଲ ଭାବରେ ଦର୍ଶାଯାଉଛି। ଆମେ ଈଶ୍ୱରଙ୍କର ପ୍ରତିଛବିକୁ ବା ଛବିକୁ ଭୁଲ ଭାବରେ ଇଣ୍ଟରପ୍ରିଟ୍ କରୁଛେ, ଯାଦ୍ୱାରା ଆମର ଈଶ୍ୱରଙ୍କ ଉପରେ ଭରସା ଧୀରେ ଧୀରେ କମିଯାଉଛି। ଆମେ ଭାବୁଛେ ସେହି ବ୍ୟକ୍ତି ଶକ୍ତିଶାଳୀ ଯିଏ ଦେଖିବାକୁ ବଳିଷ୍ଠ, ମାତ୍ର ଆତ୍ମଶକ୍ତିକୁ ଆମେ ଦେଖିପାରୁନାହେଁ। ତୃତୀୟ କାରଣ ହେଉଛି ଭଗବାନଙ୍କୁ ନେଇ ବେପାର। ଅର୍ଥାତ୍ ଯେଉଁ ଧର୍ମଗୁରୁ ଆମମାନଙ୍କୁ ଶିକ୍ଷା ଦେଉଛନ୍ତି, ବିଭିନ୍ନ ପ୍ରକାର ପ୍ରବଚନ ଦେଉଛନ୍ତି, ଉପଦେଶ ଦେଉଛନ୍ତି, ସେମାନଙ୍କ ଭିତରୁ ଅଧିକାଂଶ ପଇସା ପାଇଁ କାମ କରୁଛନ୍ତି। ସେମାନେ ଆମକୁ ନିଜର ଅନୁଗାମୀ ବନଉଛନ୍ତି ଏବଂ ଆମମାନଙ୍କୁ ଭୁଲ ଶିକ୍ଷା ପ୍ରଦାନ କରୁଛନ୍ତି, ଯାଦ୍ୱାରା ଆମେମାନେ ମୂଳ ଶିକ୍ଷାକୁ ଭୁଲିଯାଇ, ସନାତନ ଧର୍ମର ମୂଳକୁ ଭୁଲିଯାଇ ସେମାନଙ୍କ ପଛରେ ଗୋଡ଼ାଇ ତାଙ୍କ ପ୍ରବଚନ ବାରମ୍ବାର ଶୁଣୁଛେ, ତାହାକୁ ଆମ ପରିବାର ଭିତରେ ପ୍ରୟୋଗ କରୁଛେ। ପରିବାରରେ ବିଭିନ୍ନ ପ୍ରକାର ଅଶାନ୍ତି ସୃଷ୍ଟି ହେଉଛି ଏବଂ ସେହି ଗୁରୁମାନେ ମାଲାମାଲ ହେଉଛନ୍ତି। ଯେଉଁମାନେ ପ୍ରକୃତ ସନ୍ନ୍ୟାସୀ, ସେମାନେ ସଂସାରଠାରୁ ଦୂରେଇ ରହୁଛନ୍ତି। ସେମାନେ ସଂସାର ଭିତରକୁ ଆସୁନାହାନ୍ତି। ଯଦି ସେମାନେ ସଂସାର ଭିତରକୁ ଆସି ପ୍ରକୃତ ଜ୍ଞାନ ବାଣ୍ଟନ୍ତେ, ଯେପରି ଗୌତମ ବୁଦ୍ଧ ବାଣ୍ଟିଥିଲେ, ତାହାହେଲେ ଏଇଭଳି ଫେକ୍ ଧର୍ମଗୁରୁମାନଙ୍କର ଛୁଟି ହେଇଯାନ୍ତା। କିନ୍ତୁ ଆମେମାନେ ଯେଉଁ ରିସର୍ଚ୍ଚ କରୁଛେ ବା ଜାଣିବାକୁ ଚାହୁଁଛେ ଯେ କିଏ ହେଉଛନ୍ତି ପ୍ରକୃତ ଗୁରୁ, ସେଥିରେ ଆମେ ଫେଲ୍ ମାରିଯାଉଛେ। କାହିଁକି ନା ପ୍ରତ୍ୟେକ ବାବାମାନେ ତହୁଁ ବଳି ଭଲ ଉପଦେଶ ଦେଉଛନ୍ତି, ଆମର ସାଇକୋଲୋଜି ସହିତ ସେମାନେ ଖେଳୁଛନ୍ତି। ଏହା ହେଉଛି ସବୁଠାରୁ ବଡ଼ କାରଣ ହିନ୍ଦୁ ଧର୍ମର ପତନର। ବନ୍ଧୁଗଣ, ଚତୁର୍ଥ କାରଣ ହେଉଛି ଅନେକ ବିଧିବିଧାନ ନୀତିନିୟମ ସହିତ ପୂଜା କରିବା। ଲକ୍ଷ ଲକ୍ଷ ଟଙ୍କା, କୋଟି କୋଟି ଟଙ୍କା ଖର୍ଚ୍ଚ କରି ପୂଜା କରିବା, ମୂର୍ତ୍ତିକିଆ, ଛୁତିକିଆ, ବିବାହ, ବ୍ରତଘର ଇତ୍ୟାଦିରେ ଅନେକ ଟଙ୍କା ଖର୍ଚ୍ଚ କରିବା, ଅନେକ ବିଧିବିଧାନ ଜିନିଷର ପ୍ରୟୋଗ କରିବା, ଯାହାଦ୍ୱାରା
ପ୍ରତ୍ୟେକ ବ୍ୟକ୍ତି ଜଣେ ସାଧାରଣ ବ୍ୟକ୍ତି ଏସବୁ ଜିନିଷ ଠିକ୍ ଭାବରେ ନ କରିପାରିଲେ ତାକୁ ନିଜକୁ ପାପୀ ବୋଲି ମନେ କରେ, ଦୋଷୀ ମନେ ହୁଏ। ତେଣୁ ହିନ୍ଦୁ ଧର୍ମରେ ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ଯେ ବିଧି ତ ବନେଇ ଦେଲା ବାଲା ବନେଇ ଦେଇଛି, କିନ୍ତୁ ମୁଁ କେବଳ ସେହି ଉପାୟକୁ ଦେଖେ ଯୋଉ ଉପାୟରେ ଜଣେ ଭକ୍ତ ପତ୍ର ପୁଷ୍ପ ଫଳ ଜଳରେ ମୋତେ ସନ୍ତୁଷ୍ଟ କରିପାରେ। କୋଉ ପତ୍ର? କରପତ୍ର। କୋଉ ଫୁଲ? ଭକ୍ତି ପୁଷ୍ପ ବା ଭକ୍ତି ଫୁଲ। ଏବଂ କେଉଁ ଜଳ? ଅଶ୍ରୁ ଜଳ। କେଉଁ ଫଳ? କର୍ମଫଳ। ଯଦି ଏହି ଚାରୋଟି ଜିନିଷ ମୋତେ ସମର୍ପଣ କରେ ତାହେଲେ ବିଧିବିଧାନର କୌଣସି ଆବଶ୍ୟକତା ନଥାଏ। ମୁଁ ଭକ୍ତ ପାଇଁ ଯେତେ ଦୁର୍ଲଭ ହେଲେ ବି ସହଜରେ ଭକ୍ତ ମୋତେ ପାଇପାରେ। କିନ୍ତୁ ବର୍ତ୍ତମାନ ହିନ୍ଦୁ ଧର୍ମରେ, କେବଳ ବର୍ତ୍ତମାନ କାହିଁକି, ଆଦିମ କାଳରୁ ଅନେକ ଯାଗ ଯଜ୍ଞ ଇତ୍ୟାଦି ଧୀରେ ଧୀରେ ବଳି ପ୍ରଥାରେ ପରିବର୍ତ୍ତନ ହେଇଯାଇଥିଲା ଏବଂ ଅନେକ ପ୍ରକାର ଅନୁଷ୍ଠାନରେ ଲକ୍ଷ ଲକ୍ଷ ଗୋଦାନ, ଲକ୍ଷ ଲକ୍ଷ ଟଙ୍କାର ଜମିଦାନ ଇତ୍ୟାଦି ହେଉଥିଲା। ତେଣୁ ଏସବୁ ଜିନିଷ ଧୀରେ ଧୀରେ କୁସଂସ୍କାରରେ ପରିବର୍ତ୍ତନ ହୋଇଯାଇଛି, ଯାହାଦ୍ୱାରା ହିନ୍ଦୁ ଧର୍ମର ଧୀରେ ଧୀରେ ପତନ ହେବାକୁ ଲାଗିଛି। ପଞ୍ଚମ କାରଣ ହେଉଛି ଆମେମାନେ ମୂଳ ଗ୍ରନ୍ଥ ବା ଶାସ୍ତ୍ରକୁ ପାଠ କରିନାହେଁ। ବେଦ ପାଠ କରିନାହେଁ। ଚାରୋଟି ବେଦ ଋକ୍, ସାମ, ଯଜୁ, ଅଥର୍ବ ଆମେମାନେ କେବେ ବି ଆଡ଼େଇ ନାହିଁ। ଶ୍ରୀମଦ୍ ଭଗବତ ଗୀତା ଦେଖିନାହେଁ। ଘରେ ଆଣି ଥାକ ମାରି ଥୋଇ ଦେଇଛେ। ମହାଭାରତ, ରାମାୟଣ ଏସବୁ ଜିନିଷ ଆମେମାନେ ପାଠ କରିନାହେଁ। କିନ୍ତୁ ଆମେମାନେ ଧର୍ମ ଉପରେ ବଡ଼ ଜ୍ଞାନୀ ଗୁଣୀ ବୋଲି ସମସ୍ତଙ୍କୁ ଦେଖେଇ ହେଉଛେ। କେମିତି? ବିଭିନ୍ନ ପ୍ରକାର ସିରିଏଲ ଦେଖି, ଫିଲ୍ମ ଦେଖି ଆମେ ରାମାୟଣ ମହାଭାରତର ଘଟଣାବଳୀ ଗୁଡ଼ିକ, ଆକ୍ସନ ସିନ୍ ଏସବୁ ଜିନିଷ ଯେତେବେଳେ ଆମେ ଦେଖୁଛେ, ସେଇ ଜିନିଷକୁ ଆମେ ନିଜ ଜୀବନରେ ପ୍ରୟୋଗ କରୁଛେ ଏବଂ ଆମେ ଦେଖୁଛେ ଯେ ଇଏ ଏମିତି ସର ମାରିଥିଲା, ସିଏ ଏମିତି ମାରିଦେଲା, ସିଏ ଏଇ କର୍ମ କରିଥିଲା, ଭଗବାନ ତାକୁ କ୍ଷମା କରିଦେଇଛନ୍ତି, ଭଗବାନ ତାକୁ ଅଭିଶାପ ଦେଇଛନ୍ତି, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ଯଦି ଆମେମାନେ ମୂଳ ଜିନିଷକୁ ପାଠ କରିବାନି, ତାହାହେଲେ ଆମେମାନେ ସଠିକ୍ ଜିନିଷ ଜାଣିପାରିବାନି। ଅନେକ ଡିରେକ୍ଟର, ପ୍ରଡ୍ୟୁସର ଆମକୁ ନିଶ୍ଚିନ୍ତ ଭାବରେ କୌଣସି ଜିନିଷକୁ ଏକ୍ଜାଜରେଟ୍ କରିକି ବା ଅଧିକ ବର୍ଣ୍ଣନା କରିକି ଆମକୁ ଦେଖେଇବେ, ଆମେ ସିଆଡ଼କୁ ଆକର୍ଷିତ ହେଇଯିବା। ଷଷ୍ଠ କାରଣ ହେଉଛି ମନ୍ତ୍ର, ତନ୍ତ୍ର ଇତ୍ୟାଦିର ଦୁରୁପଯୋଗ। ବନ୍ଧୁଗଣ, କୌଣସି ପ୍ରକାର ମନ୍ତ୍ର, ବିଶେଷ କରି ବୀଜ ମନ୍ତ୍ର ଯେପରି ଓମ୍, ଏକାକ୍ଷର ମନ୍ତ୍ର ଇତ୍ୟାଦି ଯଦି ମନୁଷ୍ୟ ବିଭିନ୍ନ ପ୍ରକାର ଦୁରୁପଯୋଗ କରେ, ଅର୍ଥାତ୍ ତାହାକୁ ସାଧନା କରି କୌଣସି ଶକ୍ତି ହାସଲ କରି ଗୁଣିଗାରେଡ଼ି ଦ୍ୱାରା କାହାର ଜୀବନକୁ କ୍ଷତି କରେ, ଏଭଳି ଜିନିଷ ବର୍ତ୍ତମାନ ବହୁଳ ପରିମାଣରେ ବୃଦ୍ଧି ପାଇଲାଣି। ପ୍ରତ୍ୟେକ ଜାଗାରେ, ଗାଁ ଗଣ୍ଡା, ସହରରେ ଅନେକ ଗୁଡ଼ିଏ ଗୁଣିଆ, ତାନ୍ତ୍ରିକ ଇତ୍ୟାଦି ଲୋକମାନଙ୍କୁ ବିଭିନ୍ନ ପ୍ରକାର ହଇରାଣ କରୁଛନ୍ତି। ତେଣୁ ଏହା ହିଁ ହିନ୍ଦୁ ଧର୍ମର ପତନର ଗୋଟିଏ ବଡ଼ କାରଣ। ଆମେ ମନ୍ତ୍ରକୁ ପ୍ରାଧାନ୍ୟ ଦେଉନାହେଁ। ମନ୍ତ୍ରର ଅକ୍ଷର ସଂଖ୍ୟା, ମନ୍ତ୍ରର ଯତିପାତ, ମନ୍ତ୍ରର ଉଚ୍ଚାରଣ କରିବାର ଛାନ୍ଦକୁ ଗୁରୁତ୍ୱ ନ ଦେଇ ଗୀତ ଶୈଳୀରେ ବିଭିନ୍ନ ପ୍ରକାର ମନ୍ତ୍ରକୁ ଉଚ୍ଚାରଣ କରୁଛେ। ନିଜ ଫୋନରେ ରିଙ୍ଗଟୋନ୍ ଦଉଛେ ଏବଂ ମନ୍ତ୍ରରେ ଯେଉଁ ଶକ୍ତି ଅଛି ସେ ଶକ୍ତିକୁ ନ ଜାଣି, ସେ ମନ୍ତ୍ର ଆମ ଶରୀରର କି ଉପକାର କରିବ ଏ ବିଷୟରେ ନ ଜାଣି ବିଭିନ୍ନ ଉପାୟରେ ମନ୍ତ୍ରକୁ ପାଠ କରିବା ଦ୍ୱାରା ତାର କ୍ଷତିକାରୀ ଶକ୍ତି ବା କ୍ଷତିକାରୀ ପ୍ରଭାବ ଆମ ଉପରେ ବର୍ତ୍ତମାନ ପଡ଼ୁଛି। ଉଦାହରଣ ସ୍ୱରୂପ, ଆମେ ଯଦି ଓମ୍ ନମଃ ଶିବାୟ, ଏହା ହେଉଛି ଏକ ମହାମନ୍ତ୍ର, ଯଦି ଆମେ ଏହାକୁ ଠିକ୍ ଭାବରେ ଉଚ୍ଚାରଣ ନ କରିବା, ବିଭିନ୍ନ ପ୍ରକାର ଗୀତ ଶୈଳୀରେ ଉଚ୍ଚାରଣ କରିବା, ତାହେଲେ ଆମ ଶରୀରରେ ଥିବା ଶିବ ତତ୍ତ୍ୱ, ଯାହାକି ଆମର ହୃଦୟ ଚକ୍ରରେ ରହିଛି, ସେଠାରେ ଆମର କ୍ଷତି କରିବ। ତେଣୁ ଗୁରୁଙ୍କର ଆଶୀର୍ବାଦ ଦ୍ୱାରା, ଗୁରୁଙ୍କଠାରୁ ଦୀକ୍ଷା ନେଇ କୌଣସି ପ୍ରକାର ମନ୍ତ୍ର ଜପ କରିବା ଉଚିତ। ସପ୍ତମ କାରଣ ହେଉଛି ଧର୍ମକୁ ନେଇ ଫ୍ୟାସନ। ଆଜ୍ଞା ହଁ, ଆଜିକାଲି ଲୋକମାନେ କୀର୍ତ୍ତନ କରୁଛନ୍ତି, କିନ୍ତୁ କୀର୍ତ୍ତନ ଭିତରେ ବିଭିନ୍ନ ପ୍ରକାର ହିନ୍ଦୀ ଗୀତ ଶୈଳୀରେ ବା ସ୍ୱରରେ ରଚାଯାଇଥିବା ଭଜନକୁ ଗାଉଛନ୍ତି, ବିକୃତ କରି ବିଭିନ୍ନ ପ୍ରକାର ଶ୍ଲୋକ ପଢ଼ୁଛନ୍ତି, ଯାହାଦ୍ୱାରା କ'ଣ ହେଉଛି ନା ଆମର ମୂଳ ସଂସ୍କାର ରହୁନାହିଁ। ପାଲା, ଦାସକାଠିଆ ଏସବୁ ଧୀରେ ଧୀରେ କମିଗଲାଣି। ବର୍ତ୍ତମାନ କୀର୍ତ୍ତନ ଚାଲିଛି, ଡିଜେ ଚାଲିଛି। ଯେତେ ପ୍ରସେସନ ହେଉଛି, ଯେତେ ପୂଜା ପାର୍ବଣ ହେଉଛି, ସବୁଠାରେ ଜୋର ସାଉଣ୍ଡରେ ଡିଜେ ଚଲେଇ ଲୋକ ପ୍ରସେସନ କରୁଛନ୍ତି, ଯାହାଦ୍ୱାରା କ'ଣ ହେଉଛି, ବିଭିନ୍ନ ପ୍ରକାର ଭାଇବ୍ରେସନ ଜନିତ ରୋଗ ତ ହେଉଛି, କିନ୍ତୁ ଠାକୁରଙ୍କ ପୂଜାରେ, ଦଶହରାରେ, ଗଣେଶ ପୂଜାରେ ଏସବୁଥିରେ କ'ଣ ହେଉଛି ନା
ସବୁ ପ୍ରକାର ଅତ୍ୟାଧୁନିକ ଗୀତ ବାଜୁଛି, ଯାହାର କି ଗଣେଶ ପୂଜା ସହିତ ବା ଦୁର୍ଗା ପୂଜା ସହିତ ବା ଲକ୍ଷ୍ମୀ ପୂଜା ସହିତ କୌଣସି ସମ୍ପର୍କ ହିଁ ନାହିଁ। ଯେତେ ମୂର୍ତ୍ତି ପୂଜା ହଉଛି, ସେ ମୂର୍ତ୍ତି ପୂଜାରେ ଆଗରୁ ପ୍ରାକୃତିକ ରଙ୍ଗର ବ୍ୟବହାର କରାଯାଉଥିଲା, ଯାହାକି ମାଟିରେ ପାଣିରେ ଠିକରେ ମିଶି ଯାଉଥିଲା। କିନ୍ତୁ ବର୍ତ୍ତମାନ ଅନେକ କେମିକାଲର ବ୍ୟବହାର କରାଯାଉଛି, ଅତିରଞ୍ଜିତ କରି ପୂଜା କରାଯାଉଛି, ଯୋଉଥିରେ ସ୍ୱର୍ଣ୍ଣ ମୁକୁଟ, ଚାନ୍ଦି ମୁକୁଟ, ମେଢ଼, ଏହାଦ୍ୱାରା ଲୋକଙ୍କଠୁ କୋଟି କୋଟି ଟଙ୍କାର ଚାନ୍ଦା ଆଦାୟ କରାଯାଉଛି। ମଦ, ତାଡ଼ି, ମାଂସ ଖାଇ ଅନେକ ଲୋକ ଏଥିରେ ସାମିଲ ହଉଛନ୍ତି। ବଳକା ପଇସାରେ ବହୁତ ଟଙ୍କା ନିଜ ପାଇଁ ଖର୍ଚ୍ଚ କରୁଛନ୍ତି। ତେଣୁ ହିନ୍ଦୁ ଧର୍ମର ନିହାତି ଭାବରେ ସଂସ୍କାର କମିଗଲାଣି। ଲୋକମାନଙ୍କ ଭିତରେ ଏକତା ନାହିଁ। ଏ ଧର୍ମ ସେ ଧର୍ମକୁ ଅତ୍ୟଧିକ ପ୍ରଶ୍ରୟ ଦିଆହଉଛି। ୟାଠୁ ତାଠୁ ଶିଖି କେମିତି ଆମେ ଗୋଟେ ଜିନିଷକୁ ଆଡଭର୍ଟାଇଜ କରିବା, ତେଣୁ ଆମକୁ ଆଉ କିଛି ମିଳୁନି, ଭଗବାନଙ୍କୁ ନେଇ ଆମେ ଆଡଭର୍ଟାଇଜ କରୁଛେ। ଏହା ବର୍ତ୍ତମାନ ସବୁଠାରୁ ବଡ଼ କାରଣ ଯୋଉଥିପାଇଁ କି ହିନ୍ଦୁ ଧର୍ମ ସଙ୍କଟରେ ଅଛି। ଅଷ୍ଟମ କାରଣ ହେଉଛି ହିନ୍ଦୁ ଧର୍ମରେ ରଚାଯାଇଥିବା ଅନେକ ଗୁଡ଼ିଏ ପୁସ୍ତକ, ଶାସ୍ତ୍ର, ଗ୍ରନ୍ଥ, ବିଜ୍ଞାନ ଇତ୍ୟାଦି, ଯାହାକି ଟେକ୍ନୋଲୋଜିରେ ଆମକୁ ଅନେକ ଆଗକୁ ଆଗେଇ ନେଇଥାନ୍ତା, ସେସବୁ ଗୁଡ଼ାକୁ ଧ୍ୱଂସ କରିଦିଆହେଇଛି। ଜାଳି ପୋଡ଼ି ପାଉଁଶରେ ପରିବର୍ତ୍ତନ କରିଦିଆହେଇଛି। ନାଳନ୍ଦା ବିଶ୍ୱବିଦ୍ୟାଳୟ ଭାରତର ସବୁଠାରୁ ବଡ଼ ବିଶ୍ୱବିଦ୍ୟାଳୟ ଥିଲା। ଏହା ବିଶ୍ୱବିଦ୍ୟାଳୟ ହୋଇଥିବାରୁ ବିଶ୍ୱର ଅନେକ ଦେଶର ଛାତ୍ରଛାତ୍ରୀ ଏଥିରେ ପଢ଼ୁଥିଲେ। କିନ୍ତୁ ଯେତେବେଳେ ବଖ୍ତିୟାର ଖିଲଜି ଏଥିରେ ଥିବା ପୁସ୍ତକାଗାରର 90 ଲକ୍ଷରୁ ଅଧିକ ପୁସ୍ତକ ଜଳି ପୋଡ଼ି ପାଉଁଶ କରିଦେଇଥିଲା, ତାପରେ ହିନ୍ଦୁ ଧର୍ମରେ ସବୁ ଟେକ୍ନୋଲୋଜି, ସବୁ ବିଜ୍ଞାନ, ଈଶ୍ୱରଙ୍କ ଆଶୀର୍ବାଦ ଦ୍ୱାରା ଯେଉଁ ମହାଋଷିଗଣଙ୍କ ରଚନା, ଏ ସବୁଗୁଡ଼ିକ ବର୍ତ୍ତମାନ ଆମ ପାଖରେ ନାହିଁ। ତେଣୁ ହିନ୍ଦୁ ଧର୍ମ ପତନର ଏହା ଗୋଟିଏ ମୂଳ କାରଣ ହେଇପାରେ ଯେ ଆମର ରିସୋର୍ସ ବା ଯେଉଁଥିରୁ ଆମେ ଜ୍ଞାନ ପାଉଛେ, ଜ୍ଞାନର ଉତ୍ସ, ସେଗୁଡ଼ିକୁ ଜାଳି ଦିଆହେଇଛି। ଅନେକ ଗୁଡ଼ିଏ ମନ୍ଦିର ଉପରେ ବାରମ୍ବାର ଆକ୍ରମଣ କରାଯାଇଛି ଏବଂ ସେଥିରେ ଥିବା ଧନ ସମ୍ପତ୍ତିର ଲୁଟ୍ କରାଯାଇଛି, ଯାହାଦ୍ୱାରା ହିନ୍ଦୁମାନଙ୍କର ବହୁତ ବଡ଼ କ୍ଷୟକ୍ଷତି ହେଇଛି। ବର୍ତ୍ତମାନ ଯେଉଁ ସବୁ ମନ୍ଦିର ଗୁଡ଼ିକ ଅଛି, ଅନେକ ଗୁଡ଼ିଏ ମନ୍ଦିରରେ ଦେବାଦେବୀଙ୍କ ପ୍ରତିମା ନାହିଁ ବା ସେଠାରେ ପୂଜା ଅନୁଷ୍ଠାନ ଇତ୍ୟାଦି କରାଯାଇ ପାରୁନାହିଁ। ତେଣୁ ଏହା ଗୋଟିଏ ବଡ଼ କାରଣ ହେଉଛି ଅନେକ ହିନ୍ଦୁ ସଂସ୍କୃତି ସଭ୍ୟତା ଲୋପ ପାଇଯାଇଛି। ଯେଉଁ ମନ୍ଦିର ଗୁଡ଼ିକ ରାଜାମାନେ କୋଟି କୋଟି ଟଙ୍କାର ହୀରା, ଲୀଳା, ମୋତି ଇତ୍ୟାଦି ଖର୍ଚ୍ଚ କରି ବନେଇଥିଲେ, ଯେଉଁଗୁଡ଼ିକ କାରିଗରମାନେ ହନ୍ତସନ୍ତ ଏହି ଭୋକ ଉପାସରେ ନିଜ ଘରଠାରୁ ଦୂରେଇ ରହି ବନେଇଥିଲେ, ସେହି ମନ୍ଦିର ଗୁଡ଼ିକ ବର୍ତ୍ତମାନ ଧ୍ୱଂସାବଶେଷରେ ପରିଣତ ହୋଇଯାଇଛି। ନବମ କାରଣ ହେଉଛି ହିନ୍ଦୁ ଧର୍ମରେ ଥିବା ଜାତି ପ୍ରଥା। ଆମେମାନେ ଏହାକୁ ଭୁଲ ଭାବରେ ଇଣ୍ଟରପ୍ରିଟ କରୁଛେ। ଆମେ ଜାଣି ରଖିବା ଉଚିତ ଯେ ଈଶ୍ୱର କର୍ମକୁ ବିଭିନ୍ନ ଭାଗରେ ବିଭକ୍ତ କରିଥିଲେ, ଅର୍ଥାତ୍ ଶିକ୍ଷା ଗ୍ରହଣ ଏବଂ ଶିକ୍ଷାଦାନ ହେଲା ପ୍ରଥମ କର୍ମ, ଦ୍ୱିତୀୟ କର୍ମ ହେଉଛି ଦେଶର, ପରିବାରର, ସମାଜର ସୁରକ୍ଷା କରିବା, ତୃତୀୟ କର୍ମ ହେଉଛି ବ୍ୟାପାର ବ୍ୟବସାୟ ବୃଦ୍ଧି କରି ଧନରତ୍ନ ଅର୍ଜନ କରିବା ଏବଂ ଚତୁର୍ଥ କର୍ମ ହେଉଛି ପରିଷ୍କାର ପରିଚ୍ଛନ୍ନ ରଖିବା। ତେଣୁ ଏହି ଚାରୋଟି କର୍ମ ପ୍ରତ୍ୟେକ ବ୍ୟକ୍ତିବିଶେଷ କରିବା ଆବଶ୍ୟକ। ଜଣେ ବ୍ୟକ୍ତି ଶିକ୍ଷା ଗ୍ରହଣ କରିବା ଆବଶ୍ୟକ, ଅନ୍ୟକୁ ଶିକ୍ଷା ଦେବା ଆବଶ୍ୟକ, ନିଜର ବାହୁବଳ ଦ୍ୱାରା ପରିବାରର, ସମାଜର ସୁରକ୍ଷା କରିବା ଆବଶ୍ୟକ ଏବଂ ନିଜେ ବ୍ୟବସାୟ ବ୍ୟାପାର ଦ୍ୱାରା ଉନ୍ନତି କରି ଧନରତ୍ନ ଅର୍ଜନ କରିବା ଆବଶ୍ୟକ। ଏହା ସହିତ ନିଜର ପରିବେଶକୁ, ପରିପାର୍ଶ୍ୱକୁ ପରିଷ୍କାର ରଖିବା ଆବଶ୍ୟକ। ତେଣୁ ଚାରୋଟି ପ୍ରକାର କର୍ମ, ଅର୍ଥାତ୍ ଜଣେ ବ୍ରାହ୍ମଣର କର୍ମ, ଜଣେ କ୍ଷତ୍ରିୟର କର୍ମ, ଜଣେ ବୈଶ୍ୟର କର୍ମ, ଜଣେ ଶୂଦ୍ରର କର୍ମ, ଜଣେ ମଣିଷ ପ୍ରତ୍ୟେକ ମଣିଷ ଭିତରେ ରହିଛି ଏବଂ ସେ କରୁଛି ମଧ୍ୟ। କିନ୍ତୁ ଆମେ ତାକୁ ଜାତି ଭାଗରେ ବିଭକ୍ତ କରିଦେଇଛେ, ଯାହାଦ୍ୱାରା କି ଆମେ ବିଭିନ୍ନ ଜାତିରୁ ଉଚ୍ଚ ନୀଚ ଭାବ ରଖୁଛେ। ଏହା ହିନ୍ଦୁ ଧର୍ମରେ ସବୁଠାରୁ ବଡ଼ କୁସଂସ୍କାର ରୂପେ ବଢ଼ି ଆସିଛି। ବର୍ତ୍ତମାନ ଅନେକ ଜାତି ହିନ୍ଦୁ ଧର୍ମକୁ ଛାଡ଼ି ଅନ୍ୟ ଧର୍ମକୁ ଗ୍ରହଣ କରିବାରେ ଲାଗିଛନ୍ତି, ଯାହାଦ୍ୱାରା ହିନ୍ଦୁ ଧର୍ମରେ ହିନ୍ଦୁମାନଙ୍କର ସଂଖ୍ୟା ମଧ୍ୟ କମିଯାଉଛି, ହିନ୍ଦୁ ଧର୍ମ ଉପରେ ବିଶ୍ୱାସ ମଧ୍ୟ କମିଯାଉଛି। ଯଦି ଆମେ ଜାତି ପ୍ରଥାକୁ ଏକ ସାମାଜିକ କଳଙ୍କ ରୂପେ ଗ୍ରହଣ କରିବା, ତାହେଲେ ଏହା ଅତ୍ୟୁକ୍ତି ହେବ ନାହିଁ। କର୍ମ ଏବଂ କର୍ମର ଫଳ ପ୍ରାପ୍ତି ଯୋଗୁଁ ଅନେକ ଲୋକଙ୍କ ମନରେ ହିନ୍ଦୁ ଧର୍ମକୁ ନେଇ ସନ୍ଦେହ ଆସୁଛି ଯେ ଜଣେ ଭଲ ଲୋକ, ସାଧୁ ଲୋକ କିଭଳି କଷ୍ଟ ପାଉଛି ଏବଂ ଜଣେ
ଖରାପ ଲୋକ ବା ଯିଏ ଅନ୍ୟମାନଙ୍କ ଉପରେ ଅତ୍ୟାଚାର କରୁଛି ସେମାନେ ଯେ କିଭଳି ଭଲରେ ରହୁଛନ୍ତି ଏ କଥା ଆମେ ସମସ୍ତେ ଆଖି ଆଗରେ ବାରମ୍ବାର ଦେଖୁଛେ ଯେ ପାପର ଜୟ ହେଉଛି ପୁଣ୍ୟର କ୍ଷୟ ଧୀରେ 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 ହେବାକୁ ଲାଗୁଛି। ତେଣୁ ଆମେ କଳିଯୁଗର ଦ୍ୱାହି ଦେଇ ଧର୍ମକୁ ଆମେ ପ୍ରଶ୍ନ କରୁଛେ ଯେ କଣ ଈଶ୍ୱର ପ୍ରକୃତିରେ ନ୍ୟାୟ କରୁଛନ୍ତି? ଆମେମାନେ କେବଳ ଛୋଟିଆ ଜିନିଷ ବା ଛୋଟିଆ ସମୟର ଘଟଣାକୁ ଦେଖି ଏଭଳି ନିଶ୍ଚୟ କରୁଥିବାରୁ ଆମ ମନରେ ଆମ ଧର୍ମକୁ ନେଇ ପ୍ରଶ୍ନ ଆସୁଛି ଯେ ଆମ ଧର୍ମରେ ଆମକୁ ନ୍ୟାୟ ମିଳୁଛି କି? ଦଶମ କାରଣ ହେଉଛି ସନାତନ ଧର୍ମକୁ ନ ଚିହ୍ନି ସେଥିରେ ଥିବା ଅନେକ ଈଶ୍ୱରଙ୍କୁ ଆମେ ଧର୍ମ ପରିବର୍ତ୍ତନ କରାଇବା। ଅର୍ଥାତ୍ କେବେ ଭଗବାନ ଶ୍ରୀକୃଷ୍ଣ କହିନଥିଲେ ଯେ ମୁଁ ହିନ୍ଦୁ ଧର୍ମର ବା ମୁଁ ସନାତନ ଧର୍ମର। କେବେ ଭଗବାନ ଶିବ କହିନଥିଲେ ଯେ ମୁଁ ହିନ୍ଦୁ ଧର୍ମର, ମୋତେ ନେଇ ଗୋଟେ ଧର୍ମ ତିଆରି କର। କେବେ ବି ଭଗବାନ ବୁଦ୍ଧ କହିନଥିଲେ ଯେ ମୋତେ ନେଇ ବୌଦ୍ଧ ଧର୍ମ ତିଆରି କରିବ। କିନ୍ତୁ ଆମେ ସମସ୍ତଙ୍କୁ ନିଜର ସାମ୍ପ୍ରଦାୟିକତା ଯୋଗୁଁ ଗୋଟିଏ ଗୋଟିଏ ଧର୍ମରେ ମିଶେଇ ଦେଇଛେ ଜାଣି ଶୁଣି, ଯାହାଦ୍ୱାରା ଯେଉଁ ସନାତନ ଶବ୍ଦର ଅର୍ଥ ଯାହାକି ଶାଶ୍ୱତ ଏବଂ ଚିରନ୍ତନ, ଯାହାକି ଆମର ଧର୍ମ, ପ୍ରତ୍ୟେକ ମଣିଷର ଧର୍ମ, ତାକୁ ଆମେ ବଦଳେଇ ସ୍ଥାନ ଅନୁସାରେ ଧର୍ମ ରଖିଛେ ଏବଂ ବିଭିନ୍ନ ପ୍ରକାର ଈଶ୍ୱରଙ୍କୁ ପୂଜା କରି ତାଙ୍କୁ ଅଲଗା ଅଲଗା ଭାବରେ ବିଭକ୍ତ କରୁଛେ। ଯେମିତିକି ଶକ୍ତି ପୂଜା, ଗଣପତି ପୂଜା, ଶିବ ପୂଜା, ବିଷ୍ଣୁ ପୂଜା ଇତ୍ୟାଦି। ଆମମାନଙ୍କର କେତେଗୁଡ଼ିଏ ବଦଭ୍ୟାସ ଯୋଗୁଁ ମଧ୍ୟ ବର୍ତ୍ତମାନ ହିନ୍ଦୁ ଧର୍ମ ସଙ୍କଟରେ ଅଛି। ଯେମିତିକି ଈଶ୍ୱରଙ୍କ ଜାଗାରେ ବସି ନିଜର ପରିବାର କଥା ଆଲୋଚନା କରିବା, କୀର୍ତ୍ତନ କରିସାରି କୀର୍ତ୍ତନ ମଝିରେ ଏବଂ ଘରେ ବିଭିନ୍ନ ପ୍ରକାର ସୋଦାବୋଦା ଅଭଦ୍ର ଶବ୍ଦ ବ୍ୟବହାର କରିବା, ଏସବୁ ଆମର ବିଭିନ୍ନ ପ୍ରକାର କୁସଂସ୍କାର। ଏଥିରୁ ଆମକୁ ନିହାତି ଭାବରେ ଦୂରେଇ ରହିବାକୁ ପଡ଼ିବ, ଯାହାଦ୍ୱାରା ଆମେମାନେ ହିନ୍ଦୁ ଧର୍ମକୁ ଗୋଟିଏ ସୁରକ୍ଷିତ ଏବଂ ସଂସ୍କାରପୂର୍ଣ୍ଣ ଧର୍ମରେ ପରିବର୍ତ୍ତନ କରିପାରିବା। ବର୍ତ୍ତମାନ ଲୋକମାନେ ଶ୍ରାବଣ ମାସ, କାର୍ତ୍ତିକ ମାସରେ ମଧ୍ୟ ଆମିଷ ଭକ୍ଷଣ କରୁଛନ୍ତି। ବିନା ପିଆଜ ରସୁଣରେ ରନ୍ଧା ହେଉଛି ବୋଲି ମନ୍ଦିର ଗୁଡ଼ାକ ଗୋଟେ ଗୋଟେ ହୋଟେଲରେ ପରିବର୍ତ୍ତନ ହୋଇଗଲାଣି। ସେଠି କେମିତି ଅଧିକ ପରିମାଣରେ ଖାଦ୍ୟ ରାନ୍ଧି ଅନେକ ଲୋକଙ୍କୁ ବଣ୍ଟାଯାଇ ବେପାର କରାଯିବ, ସେସବୁ ବର୍ତ୍ତମାନ ଚାଲିଲାଣି। ଏହାଛଡ଼ା ଆପଣମାନେ ଦେଖୁଥିବେ ଯେ ସଂସ୍କୃତ ଭାଷାର ଉପଯୋଗ କମିଗଲାଣି। ଆମେମାନେ ଲୋକାଲ ଲାଙ୍ଗୁଏଜ ଯଦିଓ ବ୍ୟବହାର କରୁଛେ, କିନ୍ତୁ ଯାହାକି ଦେବ ଭାଷା, ଯେଉଁଥିରେ ଆମର ସବୁ ଜିନିଷ ଲେଖା ହେଇଛି, ସେ ଭାଷାକୁ ଆମେ ସମ୍ପୂର୍ଣ୍ଣ ରୂପେ ଭୁଲିଗଲେଣି। ଇଂରାଜୀର ବହୁଳ ପ୍ରୟୋଗ ହେଲାଣି। ଏହାଦ୍ୱାରା ଆମର ପୁରାତନ ସଂସ୍କୃତି, କଳା, ଐତିହ୍ୟ ଏସବୁର କ୍ଷୟ ହେବାକୁ ଲାଗୁଛି ଏବଂ ଏହା ମଧ୍ୟ ଏକ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ହିନ୍ଦୁ ଧର୍ମର ଭବିଷ୍ୟତକୁ ନେଇକି। ବନ୍ଧୁଗଣ, କ'ଣ ଆପଣମାନଙ୍କ ମନରେ ପ୍ରଶ୍ନ ଆସୁଛି ଯେ ଧର୍ମକୁ ନେଇ ରାଜନୀତି ଚାଲିଛି? ଯଦି ଚାଲିଛି ତାହାହେଲେ କମେଣ୍ଟରେ ଲେଖି ନିଶ୍ଚୟ ଜଣାଇବେ। ଏହା ହେବ ହିନ୍ଦୁ ଧର୍ମର ସଙ୍କଟର 11 ନମ୍ବର କାରଣ। ପୁଣି ଆସିବି କିଛି ଆଧ୍ୟାତ୍ମିକ କଥାକୁ ନେଇକି। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।